ପଞ୍ଜୀକରଣରେ ସରଳୀକୃତ ହୋଇଛି ସରକାର କହିଥିଲେ, କିନ୍ତୁ ଲୋକମାନେ ଭାବିଗଲେ ଯେ ଚେଞ୍ଜ ଚାଞ୍ଜ ହେଇଗଲା, ଯାହା ଯେଉଁ କନସେଣ୍ଟ ଲେଟର ଥିଲା ସେଇଟା ସବୁ ଚେଞ୍ଜ ଚାଞ୍ଜ ହେଇଗଲା। ଯେଉଁମାନେ ୟୁଟ୍ୟୁବର ଭାଇମାନେ ଅଛନ୍ତି ସେମାନେ ବାରମ୍ବାର କହୁଛନ୍ତି ଯେ ସରକାର ସରଳୀକୃତ କରିଦେଇଛନ୍ତି, ସରଳ ହେଇଯାଇଛି, କିନ୍ତୁ ମୁଁ ଯେତେବେଳେ ଏଣ୍ଟ୍ରି କରୁଛି ଦେଖୁଛି ଯେ ତା ଭିତରେ ଯାହା ଥିଲା ସେଇଆ ଅଛି। ସେଇ ଆର୍ଟି ଫର୍ମ ଦରକାର, ସେଇ କନସେଣ୍ଟ ଦରକାର। ଯେଉଁମାନେ ବି ଅଛନ୍ତି ତାଙ୍କର ବନ୍ଧୁ ବା ତାଙ୍କର ସମ୍ପର୍କୀୟ ଯେଉଁମାନେ ଅଛନ୍ତି, ବାପା ବଡ଼ବାପା ଜେଜେ ନାତି ହେଉଛନ୍ତି, କନସେଣ୍ଟ ନଦେଲେ ସେଥିରେ ରେଜିଷ୍ଟ୍ରେସନ୍ ହେଇପାରୁନି। ତ କ'ଣ ଚେଞ୍ଜ ହେଲା, କ'ଣ ସରଳୀକୃତ ହେଲା? ଲୋକମାନେ ବୁଝି ଯାଉଛନ୍ତି ସରକାର କହିଦେଲେ ବସିକି ଆମେ ସରଳ କରିଦେଇଛୁ। କ'ଣଟା ସରଳ କରିଦେଇଛନ୍ତି? ଯେଉଁ ଏଣ୍ଟ୍ରି ଯେତେବେଳେ ଦିଆହେଉଛି, ଗୋଟା ଲୋକର ଯେତେବେଳେ ଏଣ୍ଟ୍ରି ଦିଆହେଉଛି ମିନିମମ୍ 45 ମିନିଟ୍ ଲାଗୁଛି। ତ ଦିନ ଭିତରେ କେତେଟା କାମ କରିହେବ? ଗୋଟେ ଲୋକ ବସି କେତେ ସମୟ କାମ କରିବ? ତ ଏଇଟା ସରଳୀକୃତ ଯଦି ନ କରାଯିବ, ଏଇଟାକୁ ଅପଲୋଡ଼ ପ୍ରକ୍ରିୟା ଟୋଟାଲ ଉଠାଇ ଦେବା ଦରକାର। ନିଜ କନସେଣ୍ଟଟାକୁ ନିଜର କ'ଣ ଅପଲୋଡ଼ କରିବା ଦରକାର? ହଁ, ଭାଗଚାଷୀ ହେଲା ତାଙ୍କର ଅପଲୋଡ଼ କରିବା ନିହାତି ଦରକାର, କାରଣ ଭୁଲଭାଲ ତଥ୍ୟ ଦେଉଛନ୍ତି, କାରଣ ଫର୍ଜରୀ କରୁଛନ୍ତି। ନିଜର ଜମିକୁ ନିଜେ ଚାଷ କରିବ, ତା ଦେହରେ କନସେଣ୍ଟ ଅପଲୋଡ଼ କରିବା କ'ଣ ଦରକାର ସେଇଟା ତ ସେକ୍ରେଟାରୀ ପାଖରେ ରହୁଛି। ଯେତେବେଳେ ଚାହିଁବେ ସେତେବେଳେ ଦେଖିପାରିବେ। ଲୋକମାନଙ୍କୁ ଭୁଆ ବୁଲାନ୍ତୁ ନାହିଁ ସରକାର। ଆଉ ପ୍ରଥମ କଥା ହେଲା ଯେଉଁ ୟୁଟ୍ୟୁବର ଭାଇମାନେ କହିଦେଉଛନ୍ତି ଯେ ସରଳୀକୃତ କରାଯାଇଛି, ଆପଣମାନେ ଯାଇ ସୋସାଇଟି ବୁଝନ୍ତୁ, କିଛି ଜାଣିନାହାନ୍ତି କାହିଁକି କରୁଛନ୍ତି। ଯେତିକି ସମୟ ଲାଗୁଛି, କ'ଣ କରୁଛୁ, କାମ କେତେ କଷ୍ଟରେ କରୁଛୁ ସେଇଟା ଆମେ ଜାଣିଛୁ।